ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆମେ ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ପୁସ୍ତକର ଜନ୍ମଭୂମି ବିଷୟବସ୍ତୁକୁ ଆଜି ଆଲୋଚନା କରିବା। ଗତ ଭିଡ଼ିଓରେ ଆମେ ଜନ୍ମଭୂମିର ଦେଖିଥିଲେ ଯେ ପ୍ରାବନ୍ଧିକ କହୁଛନ୍ତି କ'ଣ ନା, ଯେଉଁମାନେ ଚାକିରି ନ ପାଇ ଗ୍ରାମରେ ରହିଯାଇଛନ୍ତି ଏବଂ ଗ୍ରାମକୁ ଛାଡ଼ି ନାହାନ୍ତି, ସେମାନେ କ'ଣ କରୁଛନ୍ତି ନା ରାଜନୀତିର ଆଶ୍ରୟ ନେଇଛନ୍ତି ଏବଂ ରାଜନୀତିର ବିଭିନ୍ନ ଯେଉଁ ଦଳ ଅଛନ୍ତି ସେ ଦଳମାନଙ୍କୁ ସେ ସମର୍ଥନ କରୁଛନ୍ତି। ଯେମିତି କିଏ କଂଗ୍ରେସୀ ହେଉଛି, ତ କିଏ ଗଣତନ୍ତ୍ରୀ ହେଇଛି, ତ କିଏ କମ୍ୟୁନିଷ୍ଟ ହେଇଛି, ତ କିଏ ସୋସିଆଲିଷ୍ଟ ହେଇଛି। ଯଦି କେହି ଏହି ରାଜନୈତିକ ଦଳର ମଧ୍ୟରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ, ତାହେଲେ ସେ ଏମାନଙ୍କ ମଧ୍ୟରେ ସୁଦ୍ଧା ଅନ୍ତର୍ଭୁକ୍ତ ନୁହେଁ। ଅର୍ଥାତ୍ ସେ କୌଣସି ରାଜନୈତିକ ଦଳରେ ଯଦି ସାମିଲ ହୋଇନଥିବ, ତାହେଲେ ଚାକିରି ନ ପାଇ ଗାଁରେ ମଧ୍ୟ ନଥିବ, ସେ ନିଶ୍ଚିତ ଭାବରେ ବାହାରେ ଏକା ଥିବ। ଅନ୍ୟ କଥା ଦୂରେ ଥାଉ, ଏମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା କରିବା ମଧ୍ୟ ସମ୍ଭବ ନୁହେଁ। ଯେ ଏଇ ଯେଉଁମାନେ ଅଶିକ୍ଷିତ ବେକାରୀ ହେଇକି ଗାଁରେ ଅଛନ୍ତି ଏବଂ ରାଜନୀତିର ଆଶ୍ରୟ ନେଇଛନ୍ତି, ତାଙ୍କ ସହିତ ଆମେ ଯଦି ସାହିତ୍ୟ ଆଲୋଚନା କରିବା, ତାହେଲେ ନିଜେ ହିଁ ଗୋଟେ ମୂର୍ଖ ହେଇଯିବା। କାହିଁକି ମୂର୍ଖ ହେଇଯିବା ପିଲାମାନେ? ସେଇ ଜିନିଷ ମୁଁ କହୁଛି ଯେ ଯେଉଁ ଲୋକ ମୂର୍ଖ, ତାକୁ ତୁମେ ଯେତେ ବୁଝେଇଲେ ମଧ୍ୟ କ'ଣ କରିବ ନାହିଁ, ସେ ତୁମ କଥା ଶୁଣିବ ନାହିଁ। ସାହିତ୍ୟ ଚର୍ଚ୍ଚା କିଏ କରିବ? ଯଦି ସେ ଜ୍ଞାନୀ ହେଇଥିବ, ନିଶ୍ଚିତ ଭାବରେ ସାହିତ୍ୟ ଚର୍ଚ୍ଚା କରିବ ଏବଂ ପଲ୍ଲୀ ପ୍ରକୃତିକୁ ସେ କ'ଣ କରିବ? ନିଶ୍ଚିତ ଭାବରେ ଉପଭୋଗ କରିବ। ଜ୍ଞାନୀ ଗୁଣୀ ବିଦ୍ୱାନ ପଣ୍ଡିତମାନେ ହିଁ କ'ଣ କରିଥାନ୍ତି? ସାହିତ୍ୟ ଚର୍ଚ୍ଚା, ଜ୍ଞାନର ଚର୍ଚ୍ଚା କରିଥାନ୍ତି। କିନ୍ତୁ ଯେଉଁମାନେ ଅଶିକ୍ଷିତ ବେକାରୀ, ଯେଉଁମାନେ ପାଠ କ'ଣ ଜାଣିନାହାନ୍ତି, ସେମାନେ କେତେବେଳେ ବି ସାହିତ୍ୟର ଚର୍ଚ୍ଚା କରିବେ ନାହିଁ। ରାଜନୈତିକ ମତବାଦ ଅନୁସାରେ ଏମାନଙ୍କର ମାନସିକ ପରିବର୍ତ୍ତନ ମଧ୍ୟ ଘଟିଯାଇଛି। ଯଦି ଆମେ ଦେଖିବା, ତାହେଲେ ରାଜନୈତିକ ମତବାଦ ପାଇଁ ଏମାନଙ୍କର ମାନସିକ ପରିବର୍ତ୍ତନ ହୋଇଗଲାଣି। ଏମାନେ ସବୁଥିରେ କ'ଣ ଦେଖୁଛନ୍ତି ନା ରାଜନୀତିକୁ ଦେଖୁଛନ୍ତି। ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି। ପୁଷ୍ପିତ ପଳାଶ ବନ, ପଳାଶ କହିଲେ ପଳାଶ ଗୋଟେ ଫୁଲ, ଫୁଲର ଗୋଟେ ବନ, ଏଇଟା ଯେମିତି ଲାଲ ଲାଲ ହେଇକି ଆମର ପଳାଶ ଗଛ ମଧ୍ୟ କହିଥାନ୍ତି ପିଲେ। ସେଠାରେ ଏମାନେ କ'ଣ ଦେଖୁଛନ୍ତି ନା ବିଦ୍ରୋହର ବହ୍ନି, ବହ୍ନି କହିଲେ ଅଗ୍ନି, ନିଆଁ। ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ। ସ୍ଥଳପଦ୍ମ ଦେଖିପାରୁଥିବ ପିଲାମାନେ, ଗଛ ଅଛି ସ୍ଥଳପଦ୍ମ, ଗୋଟେ ବଡ଼ ବଡ଼ ଗଛ ଥିବ ଏବଂ ଗଛରେ ଗୋଟେ ପଦ୍ମ ଫୁଲ ଫୁଟିଥିବ। ସେଠାରେ ଏମାନେ କ'ଣ ଦେଖୁଛନ୍ତି ନା ଯୁଦ୍ଧର ରକ୍ତ। ଆହବର କହିଲେ କ'ଣ ନା ଯୁଦ୍ଧର ରକ୍ତ ଦେଖୁଛନ୍ତି। ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଏମାନେ ଅନାଗତ ଯୁଗର ରକ୍ତ କେଦନ। ଆନତ କୃଷ୍ଣଚୂଡ଼ା, ନଇଁ ପଡ଼ିଥିବା କୃଷ୍ଣଚୂଡ଼ା ବୃକ୍ଷର ଫୁଲ ପେନ୍ଥାକୁ ବୁଝାଇ ପିଲାମାନେ। ଏମାନେ କୃଷ୍ଣଚୂଡ଼ା ଗଛରେ କ'ଣ ଦେଖୁଛନ୍ତି ନା ଅନାଗତ ଯୁଗର ରକ୍ତ କେତନ। ଏଣୁ ଏମାନଙ୍କ ମନ ସହିତ ଗତି କରି ଚାଲିବା ଆମ ପକ୍ଷରେ ସମ୍ଭବ ନୁହେଁ। ଏମାନଙ୍କର ମତି ଭ୍ରମ ହୋଇଯାଇଛି, ମାନସିକ ପରିବର୍ତ୍ତନ ହୋଇଯାଇଛି। ଏମାନେ କ'ଣ ଦେଖୁଛନ୍ତି ନା ଏମାନଙ୍କୁ ସବୁବେଳେ କ'ଣ ଦେଖାଯାଉଛି ନା ଯୁଦ୍ଧ ହିଁ ସବୁ କିଛି ବୋଲିକରି ଦେଖାଯାଉଛି ପିଲାମାନେ। ଏମାନେ ସବୁ କ୍ଷେତ୍ରରେ କ'ଣ ଦେଖୁଛନ୍ତି ନା ରାଜନୀତିର ଆଶ୍ରୟ ନେଇଯାଇଛନ୍ତି। ଆଗକୁ ଯିବା ପିଲାମାନେ। ଏହିପରି ଶ୍ରେଣୀର ଗ୍ରାମବାସୀମାନଙ୍କ ମନରେ ମୋର ଆଉ ସ୍ଥାନ ନାହିଁ। ଏମାନଙ୍କ ପାଖରେ ମୋର ଆଉ ସ୍ଥାନ ନାହିଁ। ଏମାନଙ୍କ କର୍ମ ଯୋଜନାରେ ମଧ୍ୟ ସ୍ଥାନ ପାଇବା ମୋ ପକ୍ଷେ ସମ୍ଭବ ନୁହେଁ। କର୍ମ ଯୋଜନା କହିଲେ ଏଇ ଯେଉଁ ଚାଷ କରିବା, ରଜ ଦୋଳି ଖେଳିବା ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ମୋର ଆଉ କୌଣସି ପ୍ରକାର ସ୍ଥାନ ନାହିଁ। ସ୍ୱାର୍ଥର ବିଭେଦ ସତ୍ତ୍ୱେ କର୍ମ ଓ କ୍ଲେଶ ମଧ୍ୟରେ ଗ୍ରାମବାସୀମାନଙ୍କ ଭିତରେ ଅନ୍ୟ ଏକ ପ୍ରକାରର ଏକ ପରିବାରତ୍ୱର ଭାବ ଆପେ ଆପେ ଜାତ ହୋଇଥାଏ। ଆମେ ଏଠାରେ ଦେଖୁଛୁ ସ୍ୱାର୍ଥର ବିଭେଦ ସତ୍ତ୍ୱେ, ଅର୍ଥାତ୍ ଲୋକମାନଙ୍କ ଭିତରେ ସ୍ୱାର୍ଥ ଥିଲେ ମଧ୍ୟ ବିଭେଦ, ଅର୍ଥାତ୍ ସମସ୍ତଙ୍କ ପାଖରେ ଟିକେ ଟିକେ ମଧ୍ୟ ସ୍ୱାର୍ଥର ବିଭେଦ ଥିଲେ ମଧ୍ୟ କର୍ମ ଓ କ୍ଲେଶ ମଧ୍ୟରେ ଗ୍ରାମବାସୀମାନେ ନିଜ ଭିତରେ ଏକ ପ୍ରକାରର ଏକ ପରିବାରତ୍ୱ ଏମାନେ ଦେଖିବାକୁ ପାଉଛନ୍ତି। ଏବଂ ଆମେ ଦେଖିଥିବା ପିଲାମାନେ ରଜ ଦୋଳିରେ କ'ଣ କରିବେ ନା ସମସ୍ତ ଗ୍ରାମର ଝିଅମାନେ ଯାଇକି ଗୋଟେ ଜାଗାରେ ସମବେଶିତ ହେବେ ଏବଂ ରଜ ଦୋଳି ଖେଳିବେ। ସେଠାରେ ଏକ ପରିବାରତ୍ୱର ଗୋଟେ ଏକ୍ଜାମ୍ପଲ୍ ଆମେ ଦେଖିବାକୁ ପାଉଛୁ। ନିଦାଘର ନିରାଟ ଝାଞ୍ଜିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଏମାନେ ସମସ୍ତ ନୂଆ ମେଘକୁ ଚାହିଁ ରହନ୍ତି। ଆଉ କ'ଣ କହୁଛନ୍ତି? ଇଏ କୃଷକକୁ ଏଠାରେ ବର୍ଣ୍ଣନା କରୁଛନ୍ତି ପିଲାମାନେ। ଏମାନେ ନିଦାଘର କହିଲେ କ'ଣ ନା ଗ୍ରୀଷ୍ମକୁ ବୁଝାଏ। ନିରାଟ ଝାଞ୍ଜିରେ, ଝାଞ୍ଜି ପବନର ସେହି ସମୟରେ, ଅର୍ଥାତ୍
ଗ୍ରୀଷ୍ମ ଋତୁରେ ଯେତେବେଳେ ଭୟଙ୍କର ଝଡ଼ଝଞ୍ଜା ଆରମ୍ଭ ହେଉଥିବ, ସେହି ସମୟରେ ଲଙ୍ଗଳ ମୁନରେ ଧରଣୀ କହିଲେ ଆମର ପୃଥିବୀର ବକ୍ଷ ଛାତିକୁ ଚିରି ଏମାନେ ନୂଆ ମେଘକୁ ଚାହିଁ ରହିଥାନ୍ତି। କିଏ? ନା କୃଷକ। କେତେବେଳେ ବର୍ଷାଟିଏ ହେବ ଏବଂ ମୁଁ ଯାଇ ମୋର ଚାଷ ଆରମ୍ଭ କରିବି। ଗାଁର ସେହି ଯେଉଁ କୃଷକମାନେ ଚାହିଁ ରହିଥାନ୍ତି ଗ୍ରୀଷ୍ମ ଋତୁରେ କେତେବେଳେ ବର୍ଷାଟିଏ ହେବ ଏବଂ ଧରଣୀର ବକ୍ଷ ଚିରି ଏମାନେ ଶସ୍ୟକୁ କ'ଣ କରିବେ? ନା ଆରମ୍ଭ କରିବେ। ଏବଂ ଜ୍ୟେଷ୍ଠର ଶେଷ ବେଳକୁ ସ୍ତୂପୀକୃତ, ଜ୍ୟେଷ୍ଠ କହିଲେ ଆମେ ଜାଣିଛୁ ଗ୍ରୀଷ୍ମ ଋତୁକୁ ବୁଝାଏ। ସ୍ତୂପୀକୃତ ମେଘର ଅର୍ଥ ହେଲା ଘନୀଭୂତ ହୋଇଥିବା ମେଘ। ଏଇ ଯେଉଁ ଘନୀଭୂତ ହୋଇଥିବା ମେଘ କ'ଣ ହେବ? ନା ଜ୍ୟେଷ୍ଠ ଗ୍ରୀଷ୍ମ ଋତୁର ଜ୍ୟେଷ୍ଠ ମାସର ଶେଷ ସମୟରେ ସେ କ'ଣ କରିବ? ନା ବର୍ଷା କରିବ। ଏବଂ ଘନଶ୍ୟାମ ଗିରିରାଜର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳତରୁ ଉପରକୁ ଆନତ ହୋଇଆସେ। ଗର୍ଜନ ତର୍ଜନରେ ଦିଗନ୍ତ କମ୍ପାଇ ବାରି ପାତରେ ପଲ୍ଲୀଭୂମିକୁ ସେ କ'ଣ କରେ? ନା ସିକ୍ତ କରିଥାଏ। ଅର୍ଥାତ୍ ସେଇ ଯେଉଁ ଜ୍ୟେଷ୍ଠ ମାସର ଘନୀଭୂତ ହୋଇଥିବା ମେଘ ସିଏ କ'ଣ କରିବ? ନା ଗର୍ଜନ ତର୍ଜନ କରି ସିଏ ଶାଳତର ଉପରକୁ ଆନତ ହୋଇ, ଅର୍ଥାତ୍ ଶାଳ ଗଛର ଉପରକୁ କ'ଣ କରିବ? ନା ଗର୍ଜନ ତର୍ଜନ କରି ଦିଗନ୍ତ ଚାରି ଦିଗକୁ ସେ କମ୍ପମାନ କରି ସୃଷ୍ଟି କରି ବାରିପାତର ପଲ୍ଲୀଭୂମିକୁ ସେ ସିକ୍ତ କରିଦିଏ। ସିକ୍ତ ଅର୍ଥାତ୍ ଓଦା। ବାରିପାତ କହିଲେ ବି ବର୍ଷାକୁ ବୁଝାଏ, ସିକ୍ତ କହିଲେ ଓଦାକୁ ବୁଝାଏ। ତାହେଲେ ସେ ଯେତେବେଳେ ବର୍ଷାଟିଏ ପକାଇଦେବ ପିଲାମାନେ, ସମସ୍ତଙ୍କ ମନ ଭାବରେ ମାନସ ପଟରେ କ'ଣ ହେଇଯିବ? ନା ଓଦା ବା ଶୀତଳ ପବନର ସେହି ଶୀତଳ ଛୁଆଁରେ ସମସ୍ତ ପଲ୍ଲୀବାସୀ ସମସ୍ତେ ଶୀତଳ ହୋଇଯିବେ। ଏବଂ ସିକ୍ତ ଭୂମିର ସୁଗନ୍ଧ ଓ ବନ୍ୟଜୁଥର ପରିମଳରେ ରଜପର୍ବର ଆରମ୍ଭ ହୁଏ। ଜ୍ୟେଷ୍ଠ ମାସର ଶେଷ ଏବଂ ବର୍ଷା ଋତୁର ଆରମ୍ଭ ବା ଆଗମନରେ କ'ଣ ହୁଏ? ନା ରଜଦୋଳି ଆରମ୍ଭ ହୋଇଥାଏ। ଅଦବେଳ ବେଲେ କ'ଣ? ନା ଉତ୍ସାହିତ ମନରେ ଏବଂ ଉଦ୍ବେଳ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇପଡ଼ନ୍ତି। ସମସ୍ତେ ଦୋଳି ଖେଳରେ ମାତି ଯାଆନ୍ତି, ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ। ମହାସମାରୋହରେ ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ। ମହାସମାରୋହରେ ରଜ ପର୍ବ ସରିଗଲା ପରେ ନିଷ୍ଠୁର ବାସ୍ତବତା ଆସିଥାଏ। କ୍ଳାନ୍ତ, ସିକ୍ତ ଓ ଧାରାହାତ ଶ୍ରମଜୀବୀମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟ ଶ୍ୟାମଳା ହୋଇଉଠେ ଓ ହେମନ୍ତରେ ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ। ଅର୍ଥାତ୍ ସେ ଯେତେବେଳେ ଜ୍ୟେଷ୍ଠ ମାସରେ କ'ଣ କରିଥିବ? ନା ଯୁଥକୁ ବା ବିଲକୁ ସେ ହଳ କରିଥିବ ଏବଂ ଶସ୍ୟକୁ ସେ କ'ଣ କରିଥିବ? ଲଗେଇଥିବ। ଏବଂ ପରବର୍ତ୍ତୀ ହେମନ୍ତ ଋତୁରେ କ'ଣ ଦେଖାଯାଏ? ସ୍ୱର୍ଣ୍ଣ ଶୀର୍ଷ ସୁନା, ସ୍ୱର୍ଣ୍ଣ କହିଲେ କ'ଣ? ନା ସୁନା, ସୁନାର ଧାନରେ ଗ୍ରାମଭୂମି ମାନେ ସବୁ ପୂର୍ଣ୍ଣ ହୋଇଯାଇଥାଏ ପିଲାମାନେ। ଏବଂ ଶସ୍ୟ ଶ୍ୟାମଳ ହୋଇଉଠେ ଧରଣୀଟା। ଦେଖିପାରୁଥିବ ଏଠି ଧାନ କେଉଁ ଭଳିଆ ହେଇଛି। ଏଟା ପରିପକ୍ୱ ଅବସ୍ଥାର ସମୟ। ଏବଂ ଗ୍ରାମର ଏହି ଯେ ଶୃଙ୍ଖଳିତ କର୍ମ ଯୋଜନା, ସେଥିମଧ୍ୟରେ ମୋର ସ୍ଥାନ ନାହିଁ। ଇଏ ହେଉଛି ଗ୍ରାମର ସେହି କର୍ମ ଯୋଜନା। ଜ୍ୟେଷ୍ଠ ମାସରୁ ଆରମ୍ଭ କରିକି ହେମନ୍ତ ଋତୁ ପର୍ଯ୍ୟନ୍ତ ଏ ଯେଉଁ ବିଭିନ୍ନ ଗୁଡ଼ାଏ କାର୍ଯ୍ୟକ୍ରମ, ଯେମିତି ଶସ୍ୟର ଆରମ୍ଭରୁ ଧାନର ସ୍ୱର୍ଣ୍ଣ ଅବସ୍ଥା ପର୍ଯ୍ୟନ୍ତ, ମୋର ସେଥିରେ କୌଣସି ଆଉ ସ୍ଥାନ ନାହିଁ। ମୁଁ ଗାଁ ଠାରୁ କ'ଣ ହେଇଛି? ନା ଗାଁ ଠାରୁ ଅଲଗା ହୋଇଯାଇଛି। ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଏହି କର୍ମ ଯୋଜନାର କୌଣସି ସ୍ଥାନରେ ଅଂଶ ନେବା ପାଇଁ ମୋର ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ ନୈତିକ ଶକ୍ତିର ଅଭାବ ଅଛି। ଯଦି ଭୌତିକ ଶକ୍ତିର ଅଭାବ ନାହିଁ, ତାହେଲେ ନୈତିକ ଶକ୍ତିର ଅଭାବ ଅଛି। କେଉଁଥିରେ? ନା ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ, ହେମନ୍ତର ଶୀତରେ ଏବଂ ଏଇ ଯେଉଁ ବିଭିନ୍ନ ପ୍ରକାର କର୍ମ ଯୋଜନାରେ ମୋର କୌଣସି ଆଉ ଶକ୍ତି ନାହିଁ। ଯଦିଓ ଭୌତିକ ଶକ୍ତି ନାହିଁ, ତା'ର ଅର୍ଥ ହେଲା ମୁଁ ପାରିବି, ମୋର ଶକ୍ତି ଅଛି, ବଳ ଅଛି, କିନ୍ତୁ ନୈତିକ ଶକ୍ତିର ଅଭାବ ଅଛି। ମାନସ ପଟରେ ମୋର ମନୋବଳ ଭାଙ୍ଗି ପଡ଼ିଛି। ଏଣୁ ମୁଁ ମୋର ଆଉ ସେହି ଜିନିଷ ଜନ୍ମଭୂମିରେ ଖାଲି ମନରୁ ନୁହେଁ, କର୍ମରୁ ମଧ୍ୟ ମୁଁ କ'ଣ ହୋଇଛି? ନା ବିଚ୍ୟୁତ ହୋଇଯାଇଛି। ବିଚ୍ୟୁତ କହିଲେ କ'ଣ? ନା ଅଲଗା ହୋଇଯିବାଟା। ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲିକରି କୁହାଯାଏ। କାହିଁକି? ମନୁଷ୍ୟ ପାଖରେ ଯେତେ ବୁଦ୍ଧି ଅଛି, ଅନ୍ୟ କୌଣସି ଜୀବ ପାଖରେ ସେତେ ବୁଦ୍ଧି ନାହିଁ ଏବଂ ସେ ସବୁ ଜିନିଷ କେଉଁଟା ଠିକ୍ କେଉଁଟା ଭୁଲ ସେ ଜାଣିପାରିବ।
ତର୍କ କରିବ, ସମାଲୋଚନା କରିବ, ଯୁକ୍ତି କାଢ଼ିବ, ତେଣୁ ତାକୁ କ'ଣ କୁହାଯାଏ ନା ଯୁକ୍ତିବାଦୀ ଜୀବ ବୋଲି ମଧ୍ୟ କୁହାଯାଇଥାଏ ପିଲାମାନେ। ସେ ବହୁ ପରିମାଣରେ ଗତାନୁଗତିକର ଦାସ। ଗତାନୁଗତିକା କହିଲେ କ'ଣ? ଗତାନୁଗତିକତା କହିଲେ ପାରମ୍ପରିକ ଭାବେ କୁହାଯାଏ, ଅର୍ଥାତ୍ ପରମ୍ପରାକୁ କୁହାଯାଏ ପିଲାମାନେ। ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ନିରର୍ଥକ ନେକ୍ଟାଇକୁ ମଧ୍ୟ ସେ ଛାଡ଼େ ନାହିଁ। ଗତାନୁଗତିକା ତାର ଦାସ, ଅର୍ଥାତ୍ ପରମ୍ପରାର ସେ ହେଉଛି ଦାସ। କିଏ ନା ମନୁଷ୍ୟ। ଯଦିଓ ସେ ଜଣେ ଯୁକ୍ତିବାଦୀ, ତଥାପି ମଧ୍ୟ ସେ କ'ଣ ନା ପରମ୍ପରାର ଦାସ। ଯେମିତି ଆମେ ଦେଖିପାରୁଛୁ ନେକ୍ଟାଏ, ଟାଏକୁ ଦେଖିପାରୁଛୁ, ଆମର ଯେଉଁଟା ବେକରେ ଆମେ ଲଗାଉଛୁ ପିଲାମାନେ ଟାଏ। ସିଏ କ'ଣ କରୁଛି ନା ତାକୁ ମାନେ ଆଭିଜାତ୍ୟର ଚିହ୍ନ ଗୋଟେ ବ୍ରାଣ୍ଡ ବୋଲିକି ସେ ନିଜକୁ ଭାବୁଛି, ଯେଉଁଟା ହେଲା ନିରର୍ଥକ, ତାର କୌଣସି ମୂଲ୍ୟ ନାହିଁ, ସେଟା ହେଲା ଭ୍ୟାଲୁଲେସ୍, ମୂଲ୍ୟହୀନ। ତାକୁ କ'ଣ କରୁଛନ୍ତି ଆମେ ନା ନେକ୍ଟାଇ ଯିଏ ଲଗେଇ ଦେଉଛୁ ସିଏ ଭାବୁଛି ନିଜକୁ ମୁଁ ଗୋଟିଏ ରାଜା। ଏବଂ କାୟ ଅକ୍ଲେଶ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ତାହେଲେ ଏପରି ଅର୍ଥପୂର୍ଣ୍ଣ ଆଭିଜାତ୍ୟର ଚିହ୍ନକୁ କିଏ ବା କାହିଁକି ଛାଡ଼ିବ? ଯଦି ଏଟା ଆଭିଜାତ୍ୟର ଚିହ୍ନ, ତାହେଲେ କାହିଁକି କିଏ ଛାଡ଼ିବ? ସମସ୍ତ ଶିକ୍ଷିତ କାୟ କ୍ଲେଶ ସହିବାକୁ ଅକ୍ଷମ ନୁହନ୍ତି, କିନ୍ତୁ ସମସ୍ତ ଶିକ୍ଷିତ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ। ସମସ୍ତ ଶିକ୍ଷିତ ହେଉଛନ୍ତି କ'ଣ ନା ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ। କାୟ କ୍ଲେଶ କହିଲେ କ'ଣ ନା ଶାରୀରିକ କ୍ଳଷ୍ଟ। ସମସ୍ତ ଶିକ୍ଷିତ କାୟ କ୍ଲେଶ ସହିବାକୁ ଅକ୍ଷମ ନୁହନ୍ତି, ସମସ୍ତେ ସହ୍ୟ କରିପାରିବେ ନାହିଁ, କିନ୍ତୁ ଅଭିଜାତ ଶ୍ରେଣୀର ସେମାନେ ହେଉଛନ୍ତି ଅନ୍ତର୍ଭୁକ୍ତ। ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ। ସେଇ ଯେଉଁ ଆଭିଜାତ୍ୟ ଧନୀ ପ୍ରକୃତି ବା ଧନିକ ଶ୍ରେଣୀ, ତାକୁ ଛାଡ଼ିବା ସମ୍ଭବ ନୁହେଁ। ଏଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ। ପିଲାମାନେ ଆମେ 2 ଘଣ୍ଟା ଯାଇ ଜମିରେ ହଳ କରିପାରିବା ନାହିଁ, କିନ୍ତୁ ଜଣେ ଚାଷୀ କୃଷକ ଯେତେ ତାର ବର୍ଷ ସାରା ପରିଶ୍ରମ କରିକିରି ଯେଉଁ ଶସ୍ୟ ଟିକେ ଉତ୍ପାଦନ କରିଥିବ, ତାକୁ ଆମେ କେଡ଼େ ବେଶ୍ ଉପଭୋଗ କରିକିରି ତାକୁ ଖାଉଛୁ। ତେଣୁ ଆମେ ସମସ୍ତେ ଶାରୀରିକ ଶ୍ରମକୁ ଛାଡ଼ି ଦେଉଛୁ, କିନ୍ତୁ ଆମର ଆଭିଜାତ୍ୟକୁ, ଧନିକ ଶ୍ରେଣୀର ଧନିକ ପ୍ରବୃତ୍ତିକୁ ଆମେ ଛାଡ଼ିପାରୁ ନାହୁଁ। ଯଦିଓ ଆମେ ହେଉଛୁ ଜଣେ ଯୁକ୍ତିବାଦୀ ଜୀବୀ ବା ଯୁକ୍ତିବାଦୀ ଜୀବ ବୋଲିକି ମଧ୍ୟ କୁହାଯାଇଥାଏ ମଣିଷକୁ। ପିଲାମାନେ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ ଟୁ ଅଲ୍। ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବ ପିଲାମାନେ। ଯଦି କୌଣସି ଜାଗାରେ ଅସୁବିଧା ହେଉଛି, ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବ। ଥ୍ୟାଙ୍କ ୟୁ।